नमस्कार बंधु। हे मोर प्रिय श्रोता बंधु, आपण माने जदि समस्ते बिछा राशि लोक ताहले शुणु जे ए राहु चलन जहा मे 29 रे हेब माने मीनरु राहु कुंभ को फेरिवे, पूर्वभाद्र कुंभ को फेरिवे, 25 नक्षत्र को फेरिवे। से बिछा राशि की केते सुख केते दुख देवे। बिछा को लग्न नहीं जब हिसाब करिबा ताले बिछा धनु मकर कुंभ चतुर्थ, बिछार चतुर्थ राहु, चतुर्थ राहु आदौ शुभंकर नुहंती, तथापि से अनुराधा बिछा को 17 नक्षत्र को 17/8 राशि को यथेष्ट सुख देवे। आर्थिक, मानसिक, शारीरिक, पारिवारिक, सामाजिक सब प्रकार सुख देवे। आउ 16 नक्षत्र विशाखा नक्षत्र को 16/8 को से अर्थ दंडरे दंडित करेंगे। तापरे 18 नक्षत्र 18/8 राशि ज्येष्ठा बिछा को से शारीरिक जंत्रणा देवे। यह सारांश। चतुर्थ राहु 17 नक्षत्र को सर्व सुख देवे। 18 नक्षत्र ज्येष्ठा बिछा को शारीरिक पीड़ा देवे और 16 नक्षत्र विशाखा बिछा को अर्थ दंडरे दंडित करेंगे। ये गला आक्षरिक अर्थ। प्रकृत अर्थ कौन? दाता किए? दाता हेले हमर कर्म, दाता आम कर्म, कर्मानुसारं फलम। आमे जो कर्मी, आम कर्म केते उच्च कोटीर। उदाहरण तो जड़े छात्र आदौ अध्ययन करबनी, से धनीगर पुओ भारी सुंदर, हाँ काम देव तो से परीक्षा ले कौन बसीगले होगला ना मैथमेटिक्स पेपर रे से इंग्लिश जानी कि तो गप लिखिदे आसो कि ओडिया खातार संस्कृत लिखिदे आसो, तेबे से कौन फास्ट हो पास कर पार। तेणु तो कर्म करिया पड़िबो। आपणकर जमीबाड़ी बहुत किंतु चाउल किणले खाती कहीं जमी थिले कौन हम केबे आपण पाद पकई ना अपन बाड़ी की विराट बाड़ी पड़िया पड़ी साप बुलूं। अर्थात आमको कर्म करिया पड़िबो। एणु कर्म ही फलदाता। कर्म तोहर निज गुरु। आमे कर्म करिबा, एई ग्रह रूपी जनार्दन आमको सहाय हेबे। सबले मन रखिबे कर्मण्ये बाधिकारस्ते। हे अर्जुन, हे मनीष, तुमर कर्मर अधिकार अच्छे, आ कौथर अधिकार नहीं। तमे सत्चिंता कर, सत्कर्म कर, सत्फल अवश्य पाइब। कौन सी ग्रह तुम क्षति करें नहीं। प्रथमतः आमे समस्ते पुत्र। आमर पिता माता अच्छी ये पुत्र बोलते, पुत्र आ कन्या को पुत्र कह जाए है। तेणु माता च पिता च पितरौ सेमती पुत्रश्च पुत्री च पुत्रौ। पुत्र बोले
ପୁତ୍ର କନ୍ୟା। ତେଣୁ ସବୁ ସନ୍ତାନ ଆଗେ ଚିନ୍ତା କରିବା କଥା, ଚଳନ୍ତି ପ୍ରତିମା ପିତା ମାତାଙ୍କର ଦାୟିତ୍ୱ ଆମେ ନେଉଛୁ ତ। ଯେ ପିଠିରେ ଉଷୁନା ଧାନ ଶୁଖେଇ ପେଟକୁ ଓଦା କନାରେ ଘୋଡ଼େଇ ଆମ ପେଟକୁ ଗୋଲ କରନ୍ତି, ଆମ ପିଠିକି ଚିକଣ କରନ୍ତି, ଆମକୁ ଖୁଆଇ ପିଆଇ ମଣିଷ କରନ୍ତି, ଆମକୁ ସୁନ୍ଦର କରନ୍ତି, ଭଲ ବେଶ ପୋଷାକ ପିନ୍ଧାଇ ତାଙ୍କ ପାଇଁ ଯତ୍ନ ନେଉଛୁ ତ। କରୁନେ ନା, ଆଉ ଫଳ ଆସିବ କେଉଁଠୁ? ଆମେ ଆଗେ ଏବେ ଚିନ୍ତା କରୁ, ବର୍ତ୍ତମାନ ପ୍ରତିଟି ପିତା ଆଗେ ତାଙ୍କର ଛୋଟ ଛୋଟ ଛୁଆଙ୍କ ଦାୟିତ୍ୱ ନେଉଛନ୍ତି, କିନ୍ତୁ ସିଏ ଯେ ପୁତ୍ର ଭୁଲି ଯାଉଛନ୍ତି ତାଙ୍କ ଉପରେ ଗୁରୁ ଦାୟିତ୍ୱ ଅଛି ନିଜ ବୃଦ୍ଧ ପିତା ମାତାଙ୍କର। ଚିନ୍ତା କରୁନି, କର୍ମ କରୁନି। ଏଣୁ ଏବେ ଯିବା ରାହୁ ପାଖକୁ। ରାହୁ ଯଦି ସୁସ୍ଥ ତାହେଲେ ସେ ବିଶାଖା ବିଛାକୁ ଯେଉଁ ଅର୍ଥ ଦଣ୍ଡ ଦେବ, ସେ ଅର୍ଥ ପାଣିରେ ପଡ଼ିବନି। ଡାଲିରେ ଘିଅ ଢାଳି ହେବ, ଭାତରେ ଘିଅ ପଡ଼ିଯିବ, ତଳେ ପଡ଼ିବନି। ସେ ଅର୍ଥ ବୃଥା ଯିବନି। ସେ ଅର୍ଥରେ ସେ ଜମି କିଣି ପାରନ୍ତି, ପିଲାଙ୍କୁ ପଢ଼େଇ ପାରନ୍ତି, ଋଣମୁକ୍ତ ହେଇପାରନ୍ତି। ଏଠି ଅର୍ଥଦଣ୍ଡ ଏଇଆ ହେବ। ଯଦି ଅସୁସ୍ଥ ତାହେଲେ ଘିଅ ଭାତରେ ନୁହଁ, ତଳେ ଢାଳି ହେବ। ଏମିତି ଢାଳି ହେବ, କୌଣସି ପ୍ରକାର ସଂଗ୍ରହ କରି ହେବନି। ଯଦି ରାହୁ ସୁସ୍ଥ ତାହେଲେ ପ୍ରକୃତ ଭାବରେ ବିଶାଖା ବିଛାକୁ, ଅନୁରାଧା ବିଛାକୁ ଯଥେଷ୍ଟ ବେଶୀ ସୁଖ ମିଳିବ। ଅନୁରାଧାକୁ ଯେଉଁ ସୁଖ ମିଳିବ ସେ ଅଭୁଲା ସୁଖ ମିଳିବ। ଯଦି ରାହୁ ଅସୁସ୍ଥ ତାହେଲେ ସେ ସୁଖ ସ୍ୱପ୍ନ ପ୍ରାୟ। ଲେଖିଲେନି ଗୋପବନ୍ଧୁ, ସେ ଚିଲିକାରେ ଯାଉଥିଲେ ବ୍ରହ୍ମପୁର ଜେଲକୁ, ହେଲା। ସେ ଚିଲିକା ଉପରେ ଯାଉଥିଲା ବେଳେ ଟ୍ରେନରେ ଚିଲିକାର ଦୃଶ୍ୟକୁ ଦେଖୁଥିଲେ, କେତେବେଳେ ଦେଖିପାରୁନଥିଲେ। ଲେଖିଲେ ସିଏ, ସ୍ୱପ୍ନ ଲଭ୍ୟ ପ୍ରିୟ ପ୍ରତିମା ପରାୟ, ନିମିଷେ ଲୁଚାଏ ନିମିଷେ ଦେଖାଏ। ସ୍ୱପ୍ନଲଭ୍ୟ ପ୍ରିୟ ପ୍ରତିମା, ଆମେ ସ୍ୱପ୍ନରେ ଯେଉଁ ସୁନ୍ଦରୀ ସ୍ତ୍ରୀକି ଦେଖୁ ବା ସୁନ୍ଦର ପୁରୁଷଙ୍କୁ ଦେଖୁ, ସକାଳୁ ରାତି ପାଇଲା ପରେ ଆମେ ତାଙ୍କୁ ଖୋଜୁ ପାଉନା। ସେମିତି ଏ ଚିଲିକାର ସୌନ୍ଦର୍ଯ୍ୟ କ୍ଷଣିକ ପାଇଁ ମୋତେ ଦେଖାଦେଉଛି, ପୁଣି ଲୁଚି ଯାଉଛି। ଏଇ ଯେଉଁ ସୁଖ ମିଳିବ ଅନୁରାଧାକୁ, ଯଦି ରାହୁ ସନ୍ତୁଷ୍ଟ ସୁସ୍ଥ ତାହେଲେ ସେ ସ୍ୱପ୍ନ ନୁହଁ, ସତ୍ୟ। ଯଦି ରାହୁ ଅସୁସ୍ଥ ତାହେଲେ ସ୍ୱପ୍ନ ଲଭ୍ୟ ପ୍ରିୟ ପ୍ରତିମା ପରାୟ, ସୁଖ ଆସିବ ଚାଲିଯିବ। ସେମିତି ରାହୁ ଯଦି ସୁସ୍ଥ, ଜ୍ୟେଷ୍ଠା ବିଛାକୁ ଯେଉଁ ଶାରୀରିକ ପୀଡ଼ା ହେବ ତାହା କ୍ଷଣିକ। ଜ୍ୱର ହେବ, ଓହ୍ଲେଇଯିବ। ବଡ଼ ବଥଟା ହେଇଥିବ, ମିଳେଇଯିବ। ବଡ଼ ପଥରରେ ବାଡ଼େଇ ହେବ, ଗୋଟେ ସେକେଣ୍ଡ ପାଇଁ ଟିକେ କଷ୍ଟ ହେବ, ନୁହଁ। ଯଦି ଅସୁସ୍ଥ ତାହେଲେ ଗୋଡ଼ିଟିଏ ଗୋଡ଼ରେ ଫୁଟିଯିବ, ଆଉ ସେଇ ଗୋଡ଼ି ପୀଡ଼ା ଲାଗିବ ଯେମିତି ଟୋଟାଲି ଶରୀରଟା ଅସୁସ୍ଥ କରିଦେଇଛି। ସାମାନ୍ୟ ଛିଙ୍କ କାଶ ବଢ଼ିଯିବ ଅସୁସ୍ଥ ଥିଲେ। ତାହେଲେ ଦେଖିବା ରାହୁ ସୁସ୍ଥ ଜାଣିବା କେମିତି? ଆମ ଜାତକରେ ରାହୁ ସୁସ୍ଥ କି ନାହିଁ ଜାଣିବା କେମିତି? ମୁଖ୍ୟତଃ ରାହୁଙ୍କର ପ୍ରିୟ ସ୍ଥାନ ହେଲା ମିଥୁନ। ତେଣୁ ମିଥୁନ ଘରର ଅଧିପତି ହେଲେ ବୁଧ। ବୁଧ ଯଦି ମିଥୁନକୁ ଦେଖୁଥିବେ, ରାହୁ ଯଦି ମିଥୁନରେ ଥିବେ, ତାହେଲେ ଏଠି ରାହୁ ଶତକଡ଼ା 70% ସୁସ୍ଥ। ଯଦି ସେ 9 ନମ୍ବର ଘର ହେଇଥିବ, ଭାଗ୍ୟସ୍ଥାନ ହେଇଥିବ ଏବଂ ସେଠି ରାହୁ ଥିବେ, ମିଥୁନ ଘର ହେଇଥିବ, ବୁଧ ଦେଖୁଥିବେ, ଏ ଶତକଡ଼ା 100 ସୁସ୍ଥ। ତା ଛଡ଼ା ଅନ୍ୟାନ୍ୟ ରାଶିରେ ସେ ସୁସ୍ଥ, ଯଥା ମିଥୁନ, କନ୍ୟା, ତୁଳା, ବୃଷ, ମକର, କୁମ୍ଭ ଏବଂ ତୃତୀୟ, ଷଷ୍ଠ, ଦଶମ, ଏକାଦଶରେ ରାହୁ ଥିଲେ ସୁସ୍ଥ। ଏଭଳି ଅବସ୍ଥାରେ ଯଦି ଆପଣଙ୍କର ରାହୁ ଅଛନ୍ତି ତେବେ ସେ ଆପଣଙ୍କୁ କଲ୍ୟାଣ କରିବେ। ଆଜ୍ଞା ମୁଁ କହୁଛି ବିଛା ରାଶି ଉପରେ। ହଁ, ଆପଣ ହେଲେ କଥାବାର୍ତ୍ତା ହଉ ଶୁଣୁନାହାନ୍ତି, ଅନ୍ୟମାନେ କହୁଛନ୍ତି ଛୋଟିଆ ପିଲାଙ୍କ ଭଳିଆ। ନାଇଁ ଟିକେ ଶୁଣନ୍ତୁ। ନ ଶୁଣିଲେ ମୋତେ ପୁଣି ଫୋନ୍ କରିବେ, ମୁଁ କେଉଁ କାହା ବ୍ୟସ୍ତ ଥିବି, ଯଥାକୁ ଉତ୍ତର ଦେଇପାରିବିନି, ରାଗିବେ, ଗାଳି ଦେବେ ଇତ୍ୟାଦି। ରାହୁ ଯଦି
ଏଭଳି ସ୍ଥାନ ଛାଇ ଥାନ୍ତି ଲଗ୍ନରେ। ଲଗ୍ନ ଦ୍ୱିତୀୟ ଚତୁର୍ଥ ପଞ୍ଚମ ଦ୍ୱାଦଶରେ ଥିବେ, ଅଷ୍ଟମରେ ଥିବେ, ସପ୍ତମରେ ଥିବେ। ଲଗ୍ନ ଦ୍ୱିତୀୟ ଚତୁର୍ଥ ପଞ୍ଚମ ସପ୍ତମ ଅଷ୍ଟମ ଦ୍ୱାଦଶରେ ଥିବେ, ତାହେଲେ ସେ ଅସୁସ୍ଥ। ଯଦି ସେ ମେଷ ବିଛା, ଧନୁ ମୀନ, କର୍କଟ ସିଂହ ଆଉ ଏଇ ଘରେ ଥିବେ, ତାହେଲେ ସେ ଅସୁସ୍ଥ। ଏଥର ବୁଝନ୍ତୁ ଆପଣଙ୍କୁ କେତେ ପରିମାଣରେ ଶୁଭ ଫଳ ମିଳିବ, କେତେ ପରିମାଣରେ ଅଶୁଭ ଫଳ ମିଳିବ। ଆଜିର ସାରାଂଶ ହେଲା 17 ନମ୍ବର ନକ୍ଷତ୍ର ଆର୍ଥିକ ଦଣ୍ଡ ପାଇବେ ଯଦି ଅସୁସ୍ଥ ରାହୁ ଥିବେ ଜନ୍ମ ଜାତକରେ। ଯଦି ସୁସ୍ଥ ଥିବେ ସେ ଅର୍ଥ ଦଣ୍ଡ ବୃଥା ହେବନି, ପୁଣି ସେ ଅର୍ଥ ଫେରିବ। ଯଦି ଅନୁରାଧା ନକ୍ଷତ୍ର 17 ନକ୍ଷତ୍ର, ତାହେଲେ ସେ ଶାରୀରିକ, ମାନସିକ, କାୟିକ, ପାରିବାରିକ, ଲୌକିକ, ଆର୍ଥିକ ସବୁ ପ୍ରକାର ସୁଖ ପାଇବେ ଯଦି ଜାତକରେ ରାହୁ ସୁସ୍ଥ ଥିବେ। ଯଦି ସୁସ୍ଥ ନଥିବେ ତାହେଲେ ତାହା ସ୍ୱପ୍ନ ଲଭ୍ୟ ପ୍ରିୟ ପ୍ରତିମା ଭଳି, ମାଇ କାକର ଭଳି ଆସିବ ପଳେଇବ। ଯଦି ଜ୍ୟେଷ୍ଠା ବିଛା 18 ନକ୍ଷତ୍ର, ତାହେଲେ ରାହୁ ସୁସ୍ଥ ଅଛନ୍ତି, ଶାରୀରିକ ପୀଡ଼ା ସାମାନ୍ୟ ହେବ, ନହେଲେ ଭୟଙ୍କର ଶାରୀରିକ ପୀଡ଼ାରେ ଯନ୍ତ୍ରିତ ହେବେ। କାରଣ ବିଛା ରାଶି ପାଇଁ ରାହୁ ଚତୁର୍ଥ ରାହୁ ଆଦୌ ଶୁଭଙ୍କର ନୁହେଁ। ହଁ ବନ୍ଧୁ, ଆଜି ପାଇଁ ଏତିକି। ନମସ୍କାର।